ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। କଳ୍ପନା ଦାସ 7 ଜୁଲାଇ 1966 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଓକିଲ ତଥା ପର୍ବତାରୋହୀ ଏବଂ ସେ ପ୍ରଥମ ଓଡ଼ିଆ ପର୍ବତାରୋହୀ ଯିଏକି ଏଭରେଷ୍ଟ ଚଢ଼ିଥିଲେ। ସେ ଆମେରିକା, କାନାଡା ଏବଂ ନେପାଳର 5 ଜଣ ସଦସ୍ୟଙ୍କ ସହିତ 21 ମେ 2008 ମସିହାରେ ମାଉଣ୍ଟ ଏଭରେଷ୍ଟକୁ ଚଢ଼ିଥିଲେ। ସେ ପୂର୍ବରୁ 2 ଥର ଏଭରେଷ୍ଟ ଆରୋହଣ କରିବାକୁ ଚେଷ୍ଟା କରିଥିଲେ, ଥରେ 2004ରେ ଏବଂ 2006ରେ ଥରେ, କିନ୍ତୁ ଖରାପ ପାଗ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଯୋଗୁଁ ବିଫଳ ହୋଇଥିଲେ। ସେ 23 ମେ 2019 ମସିହାରେ ମୃତ୍ୟୁବରଣ କରିଥିଲେ। ରହୁଛି, ଦେଖା ହେବା ଆଗାମୀ ଭିଡିଓରେ। ନମସ୍କାର।